ସବୁ ସମୟରେ ମନରେ କିଛି ନା କିଛି ବିଚାର ଚାଲୁଛି। ଯେତେ ଚେଷ୍ଟା କଲେ ବି ମନର ଭାବନାକୁ ସ୍ଥିର କରି ହେଉନି। ଲାଗୁଛି ଯେପରି ମୋ ମନ ମୋ ନିୟନ୍ତ୍ରଣରେ ନାହିଁ। ମସ୍ତିଷ୍କରେ ଓଭରଥିଙ୍କିଂ କାରଣରୁ ନିଜକୁ ଶେଷ କରିଦେବାକୁ ଇଚ୍ଛା ହେଉଛି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ଘଟୁଛି, ଆପଣଙ୍କର ମନ ସ୍ଥିର ହେଉନାହିଁ, ସବୁବେଳେ କିଛି ନା କିଛି ଭାବନା ଆସୁଛି, ତେବେ ଏହି ଗୌତମ ବୁଦ୍ଧ କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଏଠାରେ ମହାତ୍ମା ଗୌତମ ବୁଦ୍ଧ ଏପରି କିଛି ଉପାୟ କହିଛନ୍ତି ଯାହା ଆପଣଙ୍କର ଏହି ଅସ୍ଥିର ମନର ସମସ୍ୟାକୁ ସବୁଦିନ ପାଇଁ ଦୂର କରିଦେବ। ତେବେ ଚାଲନ୍ତୁ କାହାଣୀକୁ ଆରମ୍ଭ କରିବା। ଗାଁରେ ରହୁଥିବା ଗୋଟିଏ ଯୁବକ ତାହାର ମନର ଖରାପ ଏବଂ ବେକାର ବିଚାର ପାଇଁ ବହୁତ ଦୁଃଖିତ ଥିଲା। ଚାହୁଁ ନଥିଲେ ବି ତା ମନରେ କିଛି ନା କିଛି ବିଚାର ଚାଲୁଥାଏ। ଯେବେ ସେ କୌଣସି କାମ କରେ ତେବେ ତାର ହାତ ଗୋଡ଼ ତ ଚାଲୁଥାଏ, ମାତ୍ର ତାର ମନ ଅତୀତର କୌଣସି ଘଟିଥିବା ଘଟଣାର ଭାବନାରେ ବୁଡ଼ି ରହିଥାଏ। ତାକୁ ତାର ଭବିଷ୍ୟତକୁ ନେଇ ମନଗଢ଼ା କାହାଣୀ ବି ଭାବିବାରେ ମଜା ଲାଗୁଥିଲା। ସେ ବହୁତ ଥର ଏହା ଭାବେ କି ମୁଁ ଆଗକୁ ଏହା କରିବି, ଗୋଟିଏ ଦିନ ମୁଁ ବହୁତ ବଡ଼ ଏବଂ ସଫଳ ମନୁଷ୍ୟ ହେଇଯିବି। ସେ ସବୁବେଳେ ତାର ଭବିଷ୍ୟତକୁ ନେଇକି ବଡ଼ ବଡ଼ ସ୍ୱପ୍ନ ଦେଖେ ଏବଂ ସେହି ସ୍ୱପ୍ନରେ ନିଜକୁ ଅଧିକ ମହତ୍ତ୍ୱ ଦେଇଥାଏ, ନିଜକୁ ହିରୋ ଭାବିଥାଏ। ସେ ଯେତେବେଳେ ବି କୌଣସି ସାହସୀ ହିରୋ ଯୋଦ୍ଧାର କାହାଣୀ ଶୁଣିକି ପଢ଼େ, ତେବେ ସେ ନିଜକୁ ସେହି ଚରିତ୍ରରେ ରଖି ତାର ମନରେ ମନରେ ଖୁସି ହୋଇଥାଏ। ସେ ବହୁତ ଥର ମନରେ ଭାବେ କି ସେ ଗୋଟିଏ ଦିନ ନିଶ୍ଚୟ ଧନୀ ବ୍ୟକ୍ତି ହେବ, ଦାମୀ ଦାମୀ ଗାଡ଼ିରେ ବୁଲିବ, ତା ପାଇଁ ଗୋଟିଏ ବଡ଼ ଘରଟିଏ ନିଶ୍ଚୟ କରିବ, ସମସ୍ତ ଲୋକେ ତାକୁ ରେସ୍ପେକ୍ଟ ଦେବେ ଏବଂ ଶେଷରେ ଗୋଟିଏ ସୁନ୍ଦର ଝିଅକୁ ବିବାହ କରି ତାର ଜୀବନକୁ ଖୁସିରେ ଆଗକୁ ବଢ଼ାଇବ। ସେ ବହୁତ ବର୍ଷରୁ ଏମିତି ଭାବୁଥିଲା। ସେ ଭାବୁଥିଲା କି ସେ ଏକା ଥରରେ ସଫଳ ନିଶ୍ଚୟ ହୋଇଯିବ, ମାତ୍ର ତାର କ୍ଷେତ୍ରରେ ଏପରି କିଛି ବି ଚମତ୍କାର ହେଉନଥିଲା। କେବଳ ସମୟ ବିତୁଥିବା କାରଣରୁ ତାର ହାଲତ ଆହୁରି ଏକଦମ ଖରାପ ହେଇଯାଉଥିଲା। ଏହାର ସବୁଠୁ ବଡ଼ କାରଣ ଥିଲା ତାର ଲକ୍ଷ୍ୟ ପ୍ରତି କୌଣସି କାର୍ଯ୍ୟ ନ କରିବା। ତାର ସ୍ୱପ୍ନ ତ ବଡ଼ ବଡ଼ ଥିଲା ଏବଂ ତା ମନରେ ଭବିଷ୍ୟତ ପାଇଁ ବଡ଼ ବଡ଼ ଯୋଜନା ବନେଇଥିଲା, କିନ୍ତୁ ସେ ଆଜି ପର୍ଯ୍ୟନ୍ତ ସେ ସ୍ୱପ୍ନକୁ ସତ କରିବା ପାଇଁ କେତେବେଳେ କୌଣସି ମଜବୁତ କାମ, ମଜବୁତ ରାୟ ନେଇନଥିଲା। କେବେ ବି ନିଜକୁ କଠିନ ପରିଶ୍ରମ କରିବା ପାଇଁ ପ୍ରେରିତ କରିନାହିଁ, ଯାହାର ପରିଣାମରେ ଏହା ହେଲା କି ତାର କୌଣସି ବି ସ୍ୱପ୍ନ ପୂରଣ ନ ହୋଇ କେବଳ ସମୟ ବିତିବାକୁ ଲାଗିଲା। ଠିକ୍ ଏହିସବୁ କାରଣ ପାଇଁ ତାକୁ ବୁଝା ପଡ଼ିଲା କି ସେ ତାର ମନ ଦ୍ୱାରା ବୁଣା ହୋଇଥିବା ଜାଲରେ ଫସି ଯାଇଛି, ଯାହା ଫଳରେ ସେ କେବଳ ତା ମନରେ ତା ସ୍ୱପ୍ନକୁ ଭାବି ନିଜକୁ ଖୁସି କରିପାରୁଛି। ତାକୁ ଏହା ଜାଣିକି ଅଧିକ ଦୁଃଖ ଲାଗିଲା କି ସେ ଏତେ ବର୍ଷ ଯାଏ ତାର ଖରାପ ଅଭ୍ୟାସ ପାଇଁ ଲକ୍ଷ୍ୟ ପାଇବାର ଆଶା କରିକି କିଛି ବି କାମ କରିନି। ତାର ଏହି ଖରାପ ଅଭ୍ୟାସ ପାଇଁ ସେ ମନରେ ମନରେ ଅଧିକ ଚିନ୍ତା କରିବାକୁ ଲାଗିଲା, ଯାହାଫଳରେ ସେ ତା ଘର ଲୋକ ଏବଂ ସାଙ୍ଗସାଥୀଙ୍କ ସହ ବି କଥାବାର୍ତ୍ତା ବନ୍ଦ କରିଦେଲା। ଏମିତି ସବୁ ସମୟରେ ଦୁଃଖିତ ରହିବା କାରଣରୁ ତାର ସାଙ୍ଗ ତାର ପାଖକୁ ଆସି କହିଲା, ସାଙ୍ଗ, ମୁଁ ଜାଣିନି କାହିଁକି ତୁ ଏଇ କିଛି ଦିନ ହେବ ଦୁଃଖିତ ରହୁଛୁ, କିନ୍ତୁ ତୋର ଏଇ ମନର ଦୁଃଖକୁ ଦୂର କରିପାରୁଥିବା ସନ୍ନ୍ୟାସୀଙ୍କୁ ମୁଁ ଜାଣିଛି, ଯିଏ ତୋର ମନର ସମସ୍ତ ପୀଡ଼ା ଦୂର କରିପାରିବେ। ସେହି ସନ୍ନ୍ୟାସୀ ଜଣକ ହେଉଛନ୍ତି ମହାତ୍ମା ଗୌତମ ବୁଦ୍ଧ। ସେ ଅସୀମ ଜ୍ଞାନର କର୍ତ୍ତା। ତାଙ୍କ ପାଖରେ ଏପରି ଶକ୍ତି ଅଛି ଯାହା ତୋର ସମସ୍ତ କଷ୍ଟ, ଯନ୍ତ୍ରଣା ଓ ଦୁଃଖକୁ ଦୂର କରିଦେବ। କେବଳ ଥରେ ତାଙ୍କ ପାଖକୁ ତୋର ସମସ୍ୟା ନେଇକି ଯା। ମୁଁ ବିଶ୍ୱାସର ସହ କହୁଛି, ତୁ ଫେରିବା ପରେ ତୋ ଭିତରେ ଆଉ ଏ ସମସ୍ୟା, ଏ ପୀଡ଼ା ନଥିବ। ତାର ସାଙ୍ଗର ଏପରି ପ୍ରେରଣାଦାୟକ କଥା ଶୁଣି ସେ ବୁଦ୍ଧଙ୍କ ପାଖକୁ ଗଲା। ଭଗବାନ ବୁଦ୍ଧ ଗୋଟିଏ ଗଛ ତଳେ ବସି ଧ୍ୟାନ କରୁଥିଲେ। ମହାତ୍ମା ବୁଦ୍ଧଙ୍କ ପାଖକୁ ଯାଇ ସେ ତାର ସମସ୍ତ ସମସ୍ୟା ବିଷୟରେ କହିବା ଆରମ୍ଭ କଲା। ସେ କହିଲା, ହେ ବୁଦ୍ଧ, ମୋର ମନ ଅସଂଖ୍ୟ ବିଚାରରେ ଘେରି ହୋଇଯାଇଛି। ଏହି କାରଣ ପାଇଁ ବିନା ଜରୁରୀର ବିଚାର ଗୁଡ଼ିକ ସବୁ ସମୟରେ ମୋ ମନରେ ଚାଲୁଛି। ମୁଁ ଯଦି ବି କୌଣସି କାମ କରୁଥାଏ, ତେବେ ବି ମୋ ମନ ଅତୀତ କିମ୍ବା ଭବିଷ୍ୟତର କୌଣସି ବିଚାରରେ ଯୋଡ଼ି ହୋଇ ରହିଥାଏ। ମୁଁ ଯେତେ ବି ଚେଷ୍ଟା କଲେ ମୁଁ ମୋ ମନର ଅଶାନ୍ତ ମନକୁ ଶାନ୍ତ କରିପାରୁନି। ମୁଁ ମୋ ମନକୁ ସ୍ଥିର କରିବା ପାଇଁ ଚାହୁଁଛି, ଶାନ୍ତ କରିବା ପାଇଁ ଚାହୁଁଛି, ମାତ୍ର ମୁଁ ଏ ପର୍ଯ୍ୟନ୍ତ ଅସଫଳ ହୋଇଯାଇଛି। ହେ ବୁଦ୍ଧ, ମୁଁ ଆପଣଙ୍କ ପାଖକୁ ବହୁତ ଆଶା ରଖିକି ଆସିଛି। କୃପା କରି ମୋତେ କୌଣସି ରାସ୍ତା ଦେଖାନ୍ତୁ। ସେହି ଯୁବକଟିର ସମସ୍ତ କଥାକୁ
ଶୁଣି ସାରିଲା ପରେ ଗୌତମ ବୁଦ୍ଧ କହିଲେ, ଜୀବନରେ ଖୁସି ଏବଂ ମନ ଶାନ୍ତ ତେବେ ହେବ ଯେବେ ଯାଏ ତୁମେ କରି ଆସୁଥିବା ଭୁଲକୁ ସୁଧାରି ନାହଁ। ତୁମେ ଯଦି ତୁମ ଭୁଲ ଗୁଡ଼ିକୁ କରିବା ବନ୍ଦ କରିବ ଏବଂ ନିରନ୍ତର ଚେଷ୍ଟା କରିବ, ତେବେ ତୁମ ମନ ଆପେ ଆପେ ଶାନ୍ତ ଏବଂ ସ୍ଥିର ହୋଇଯିବ। ତେବେ କଣ କଣ ଭୁଲ କରୁଛ ଏବଂ ସେ ଭୁଲ ଗୁଡ଼ିକୁ କିପରି ସୁଧାରି ହେବ, ମୁଁ ତୁମକୁ ସେହି ବିଷୟରେ କହିବି। ଧ୍ୟାନ ଦେଇ ତାକୁ ଟିକେ ଶୁଣିବ। ପ୍ରଥମ ଭୁଲଟି ହେଉଛି ସମ୍ପୂର୍ଣ୍ଣ ନିଦ୍ରା ଗ୍ରହଣ ନ କରିବା। ବାସ୍ତବରେ ଆମ ଜୀବନରେ ସମ୍ପୂର୍ଣ୍ଣ ନିଦ୍ରା କିମ୍ବା ଗଭୀର ନିଦ୍ରା ନ ପୂରଣ ହେବା ମନ ଅସ୍ଥିର ହେବାର ଏବଂ ମନରେ ଚିଡ଼ିଚିଡ଼ାପଣ ରହିବାର ଏକ ମୁଖ୍ୟ କାରଣ ଅଟେ। କମ୍ ଶୋଇବା ଦ୍ୱାରା ମସ୍ତିଷ୍କକୁ ସମସ୍ୟାର ସମାଧାନ ବାହାର କରିବାରେ ମଧ୍ୟ ଅଧିକ ବାଧା ଆସିଥାଏ। ଏଥିପାଇଁ ପ୍ରତିଦିନ 5ରୁ 6 ଘଣ୍ଟା ଶୋଇବା ବହୁତ ଜରୁରୀ ହୋଇଥାଏ। ନିଦ ଆମ ଜୀବନ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ଅଟେ, କାହିଁକି ନା ଏହା ଆମର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାର ମାଧ୍ୟମ ହୋଇଥାଏ। ପ୍ରତିଦିନ ନିଦ ନେବା ଦ୍ୱାରା ଆମର ଶାରୀରିକ କ୍ଷମତା ବଢ଼ିଥାଏ, ମାନସିକ ବାଧା କମ୍ ହୋଇଥାଏ ଏବଂ ଜୀବନର ଗୁଣବତ୍ତାର ସୁଧାର ହୋଇଥାଏ। ଆମ ଦୈନନ୍ଦିନ କାମରେ ନିଦର ବହୁତ ବଡ଼ ହାତ ଅଛି, କାହିଁକି ନା ଏହା ଆମକୁ ଥକିବା ଏବଂ ଚିନ୍ତା କରିବା ଠାରୁ ଦୂରରେ ରଖିଥାଏ। ଯଦି କୌଣସି କାରଣବଶତଃ ତୁମେ ପୁରା ନିଦ ନେଉନାହଁ, ତେବେ ଏଥିରେ ତୁମକୁ ତୁମର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟଠାରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ତୁମକୁ ଭବିଷ୍ୟ ଏବଂ ଭୂତକାଳର ଭାବନାକୁ ଚିନ୍ତା କରି ମନକୁ ଅସ୍ଥିର କରିବା ଠାରୁ ରକ୍ଷା ପାଇବାକୁ ଚାହୁଁଛ ଯଦି ପ୍ରଥମେ ସମ୍ପୂର୍ଣ୍ଣ ନିଦ୍ରା ଗ୍ରହଣ କର। ଏହାପରେ ଦ୍ୱିତୀୟ ଭୁଲ ଅଭ୍ୟାସଟି ହେଉଛି ଯାହା ଭାବିଛ ତାହା ଭବିଷ୍ୟତରେ ହେବାକୁ ତା ପ୍ରତି ଅଧିକ ଆଶା ରଖିବା। ଏହି ଅଭ୍ୟାସଟି ବହୁତ ମାରାତ୍ମକ ଅଟେ। ଏଥିରେ ଆମେ ଆମ ଆଶା, ଆମ ଇଚ୍ଛା ପୂରଣ ହେବାକୁ ନେଇ ଅଧିକରୁ ଅଧିକ ଆଶା ରଖିଥାଉ। ମାତ୍ର ତାହା ଯଦି ଦୁର୍ଭାଗ୍ୟବଶତଃ କୌଣସି କାରଣ ପାଇଁ ହୋଇନଥାଏ, ତେବେ ଆମେ ଆମ ମନରେ ମନରେ ବହୁତ ଦୁଃଖିତ ହୋଇଥାଉ ଏବଂ ଶେଷରେ ଭାଙ୍ଗି ପଡ଼ିଥାଉ। ଆମକୁ ଏହା ଜାଣିବା ଦରକାର କି କିଛି କାର୍ଯ୍ୟ, କିଛି ବିଶ୍ୱାସ ଆଗକୁ ବଦଳି ଯାଇପାରେ, କିଛି ପରିବର୍ତ୍ତନ ହୋଇପାରେ। ତେଣୁ ତୁମେ ଯେବେ ବି କିଛି ଆଶା କରିବ, ତେବେ ସେଥିରେ ନିଜକୁ ବୁଝାଇବ କି ମୁଁ ଯାହା ଅନୁମାନ କରିଛି ତାହା ହେଇପାରେ କିମ୍ବା ନ ହେଇପାରେ। ମାତ୍ର ମୋତେ ଅସଫଳ ହେବା ପରେ ଦୁଃଖିତ ନ ହେଇକି ପୁନର୍ବାର ଚେଷ୍ଟା କରିବାକୁ ପଡ଼ିବ, ଯାହାଦ୍ୱାରା ମନକୁ କୌଣସି ପ୍ରକାର ଚିନ୍ତା ଆସିବ ନାହିଁ। ଏହାପରେ ତୃତୀୟ ଭୁଲଟି ହେଉଛି ଯାହା ତୁମକୁ ସୁଧାରିବାର ଅଛି, ତାହା ହେଲା ନିଜକୁ କାହା ସହ ତୁଳନା ନ କରି ନିଜ କାମରେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ। ଅନ୍ୟ କେହି କେତେ କଣ କରୁଛି, କରିଛି ଏବଂ କରିବ, ଏସବୁକୁ କିଛି ନ ଭାବିକି ନିଜେ କଣ କରିପାରିବ ଏବଂ ନିଜ ଦ୍ୱାରା କଣ ସମ୍ଭବ, ଏସବୁ ଭାବିକି ନିଜର ଲକ୍ଷ୍ୟ ପ୍ରତି କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ରଖିବାକୁ ପଡ଼ିବ। ଏହାଦ୍ୱାରା ଆମ ମନ ଆମର ଚେଷ୍ଟା ସହିତ ଜଡ଼ିତ ହୋଇଯିବ, ଯାହାଦ୍ୱାରା ଆମ ମନରେ କାମ ନ କରିବାର ନକାରାତ୍ମକ ଭାବନା ନ ଆସି ସକାରାତ୍ମକ ଭାବନା ଜାଗ୍ରତ ହେବ। ଏହାପରେ ଚତୁର୍ଥ ଭୁଲ ଅଭ୍ୟାସଟି ହେଉଛି କାମ ନ କରିବାର ବାହାନା କରି ଆଳସ୍ୟ ସୃଷ୍ଟି କରିବା। ନିଜର ଲକ୍ଷ୍ୟକୁ ପୂରଣ କରୁଥିବା କାର୍ଯ୍ୟ କରିବା ସମୟରେ ଯଦି ଆଳସ୍ୟ ଆସିଥାଏ, ତେବେ ସେହି ଆଳସ୍ୟ ଶେଷ ହେବା ପରେ ମନରେ କାମ ନ କରିବା ପ୍ରତି ଗଭୀର ଚିନ୍ତା ଏବଂ ନିଜ ପ୍ରତି ନକାରାତ୍ମକ ଭାବନା ଆସିଥାଏ, ଯାହାଦ୍ୱାରା ଏହା ବାରମ୍ବାର ହେବା ଫଳରେ ସମୟ ନଷ୍ଟ ହେବା ସହିତ ମନରେ ଏପଟ ସେପଟ ଖରାପ ଭାବନା ଆସିଥାଏ। ତେଣୁ ତୁମକୁ କାମକୁ କରିବା ସମୟରେ କୌଣସି ଆଳସ୍ୟ ନ ଆଣି କାମକୁ ପୂରା କରିବା ଉଚିତ। ଏହାପରେ ପଞ୍ଚମ ଭୁଲଟି ହେଉଛି ନିଜର ଭବିଷ୍ୟତକୁ ନେଇକି ଅଧିକ ଚିନ୍ତା କରିବା। ଏହା ରୋଗ ପରି ଆମ ମନକୁ, ଆମ ଶରୀରକୁ ଖରାପ କରିଦେଇଥାଏ। ତେଣୁ ଯେତେବେଳେ ବି ଭବିଷ୍ୟତକୁ ନେଇ କଣ ହେବ କଣ ନାହିଁ ଏପରି ଭାବନା ଆସିବ, ତେବେ ନିଜ ମନକୁ ଶାନ୍ତ କରି କେବଳ ଏହା କହିବ କି ଯାହା ହେବ ସେତେବେଳେ ତାହା ଦେଖାଦେବ। ଏମିତି କହି ନିଜ ମନକୁ ବର୍ତ୍ତମାନରେ କଣ କରିବ, କଣ କରୁଛ ସେଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହାପରେ ଷଷ୍ଠ ଭୁଲଟି ହେଉଛି କୌଣସି ଦିନରେ କୌଣସି ପ୍ରକାର ଧ୍ୟାନ ନ କରିବା। ଆମ ମସ୍ତିଷ୍କକୁ, ଆମ ମନକୁ ଶାନ୍ତ ଏବଂ ସ୍ଥିର କରିବା ପାଇଁ ପ୍ରତିଦିନ କିଛି ନା କିଛି ସମୟ ପାଇଁ ନିଶ୍ଚୟ ଧ୍ୟାନ କରିବାକୁ ପଡ଼ିଥାଏ। ତେଣୁ ତୁମେ ମଧ୍ୟ ପ୍ରତିଦିନ
କିଛି ନହେଲେ ଗୋଟିଏ ଘଣ୍ଟା ଧ୍ୟାନ କରିବ। ମହାତ୍ମା ବୁଦ୍ଧ ସେହି ଯୁବକକୁ ଆଗକୁ ବୁଝାଇବାକୁ ଯାଇ କହିଲେ, ତୁମେ ଆଗକୁ ଏଇ 5ଟି ଭୁଲ ସୁଧାରି ଜୀବନରେ ଖୁସିରେ ଖୁସିରେ ଆଗକୁ ବଢ। ଏହା ଭାବ ନାହିଁ କି କେବଳ ଧନୀ ବ୍ୟକ୍ତିମାନେ ବିନା କଷ୍ଟ, ବିନା ଚିନ୍ତା ଏବଂ ବିନା ଦୁଃଖରେ ଜୀବନ କାଟୁଛନ୍ତି। ବାସ୍ତବରେ ସମସ୍ତେ ତାଙ୍କ ଜୀବନରେ ଦୁଃଖ, କଷ୍ଟ ଏବଂ ଚିନ୍ତାର ସାମ୍ନା କରିଥାନ୍ତି। ମାତ୍ର କିଛି ବ୍ୟକ୍ତି ଏହାର ସମାଧାନ ଖୋଜି ଏହାକୁ ପାର କରି ଆଗକୁ ବଢନ୍ତି। କିନ୍ତୁ କିଛି ମନୁଷ୍ୟ ସେଇ ଦୁଃଖ, ସେଇ କଷ୍ଟର ଭାବନାରେ ରହିଯାନ୍ତି। ତେଣୁ ଜୀବନରେ କଣ ହେଇଗଲା ନ ଭାବିକି କଣ ଆଗକୁ କରିପାରିବ, କେବଳ ସେଥିପ୍ରତି ଧ୍ୟାନ ଦିଅ। ମହାତ୍ମା ବୁଦ୍ଧଙ୍କର ଏହିପରି କଥା ଶୁଣି ସେହି ଯୁବକ ଶାନ୍ତି ମନରେ ସେଠାରୁ ଘରକୁ ଚାଲିଗଲା। ଶେଷରେ ଏତିକି କହିବି ଭାଇମାନେ, ଆପଣଙ୍କୁ ଯଦି ଏହି ଭିଡିଓଟି ଟିକେ ବି ମନକୁ ଛୁଇଁଛି ନା, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।